ପିଠା ତ ଆପଣମାନେ ବିଭିନ୍ନ ପ୍ରକାର ବନେଇ ଖାଇଥିବେ, କିନ୍ତୁ ଏମିତି ନୂଆ ଶୈଳୀରେ ଥରେ ବନେଇକି ଦେଖନ୍ତୁ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ପିଠା ଖାଇବାକୁ ଯେଉଁମାନେ ପସନ୍ଦ କରନ୍ତିନି ବି, ସେଇମାନେ ଗୋଟେ ପିସ୍ ବଦଳରେ 4 ପିସ୍ ଖାଇବେ। ଦେଖିବେ ବନଉ ବନଉ ହିଁ ସରିଯିବ। 2ରୁ 3 ଦିନ ବିଲକୁଲ ଯିବନି, ଯେହେତୁ ଏତେ ସ୍ୱାଦିଷ୍ଟ ଲାଗେ ଏଇ ପିଠା ରେସିପିଟି। ତ ଦେଖନ୍ତୁ ଆପଣମାନଙ୍କୁ ଖଣ୍ଡ କରିବି ଦେଖେଇ ଦେଉଛି କେତେ ୟୁନିକ୍ ଶୈଳୀରେ ବନେଇକି ରେଡ଼ି ହେଇଛି। ଆଉ ଭାରି ସ୍ୱାଦିଆ ଲାଗିବ, ପୁରାପୁରି ଜୁସି ପିଠା ରେସିପିଟି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଗୋଟେ ରେସିପିରେ ଆପଣମାନେ 2ଟି ସ୍ୱାଦ ପାଇବେ। ଦେଖନ୍ତୁ କେତେ ବଢ଼ିଆ ପୁରା ଦେଖା ବି ଯାଉଛି, ଯେମିତି ଦେଖିବାକୁ ସୁନ୍ଦର ନା ଖାଇବାକୁ ଭାରି ସ୍ୱାଦିଆ। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଫ୍ୟାମିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଗୋଟେ କରେଇ ନେବା, ଗ୍ୟାସ୍ ପେନ୍କୁ ଅନ୍ କରିଦେବା। ସେଥିରେ ଅଳ୍ପ ଟିକେ ପାଣି ଦେବା, ଯେମିତିକି କ୍ଷୀରଟା ଆମର କରେଇକୁ ପୁରା ଲାଗିବନି। ତ ଏଠି ଦେଖନ୍ତୁ ମୁଁ କ୍ଷୀର ଦେଉଛି, ଆପଣମାନେ କ୍ଷୀର ବଦଳରେ ପାଣି ବି ଏଡ଼୍ କରିପାରିବେ। ତ ଏଠି ମୁଁ 2 ଗିନା କ୍ଷୀର ଦେଇଛି। ଯେତିକି ଆପଣମାନେ ସୁଜି ନେବେ, ଯେହେତୁ ଘରର ବେସିକ୍ ସାମଗ୍ରୀରେ ବନେଇବା, ତ ସୁଜିରେ ହିଁ ବନେଇବା। ସୁଜି ଯଦି 1 ଗିନା ନେଉଛନ୍ତି ତାହେଲେ 2 ଗିନା କ୍ଷୀର ଏଡ଼୍ କରିବେ, ନହେଲେ ପାଣି ଏଡ଼୍ କରିବେ। ଆଉ ସେଥିରେ ଯେମିତିକି ସ୍ୱାଦଟା ଟିକେ ଭଲ ଆସିବ, ସେଥିପାଇଁ ମୁଁ 2 ଚାମଚ ସେଥିରେ ଏଡ଼୍ କରିଦେଇଛି ଚିନି, ଆଉ ହାଫ୍ ଚାମଚ ସେଥିରେ ଏଡ଼୍ କରିଦେଇଛି ଲୁଣ। ଅଳ୍ପ ଟିକେ ହିଁ ମୁଁ ଲୁଣ ଏଡ଼୍ କରିଛି। ଏବେ କ'ଣ କରିବା ନା, ଆମେ କ୍ଷୀରଟା ପୁରା ଫୁଟିଲା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବା। କ୍ଷୀର ନିଅନ୍ତୁ କି ପାଣି ନିଅନ୍ତୁ, ଏଇଭଳି ପ୍ରୋସେସ୍ ପୁରା ଫୁଟିଲା ପର୍ଯ୍ୟନ୍ତ ଅପେକ୍ଷା କରିବେ। କ୍ଷୀରଟା ପୁରା ଫୁଟି ସାରିବା ପରେ, ଯେହେତୁ ଆମେ 2 ଗିନା ସେଇଥିରେ ଏଡ଼୍ କରିଥିଲେ କ୍ଷୀର, ତ 1 ଗିନା ହିଁ ଆମେ ଦେବା ସୁଜି। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ସ୍ଲୋ କରିଦେବା। ସ୍ଲୋ ଆଞ୍ଚରେ ଗୋଟେ ହାତରେ ଆମେ ସୁଜିକୁ ଏଡ଼୍ କରିବା, ଆଉ ଗୋଟେ ହାତରେ ଆମେ ମିକ୍ସ କରିବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ଏହି ସମୟରେ ଧ୍ୟାନ ଦେବେ ଯେମିତି ଗ୍ୟାସ୍ ଆଞ୍ଚ ପୁରା ସ୍ଲୋ ଆଞ୍ଚରେ ରଖିବେ, ତ ଦେଖିବେ ସୁଜିଟା ବି ଦେଖିବେ ସିଝିବ ପୁରା ବହୁତ ବଢ଼ିଆ, ପୁରା ଡୋଟା ଆମର ବନିକି ରେଡ଼ି ହେବ। ଆଉ ସେଇଥିରେ ଆମେ ଅଳ୍ପ ଟିକେ ଏଡ଼୍ କରିଦେବା ଘିଅ। ତ ଏଠି ମୁଁ 1 ଚାମଚ ଦେଇଛି, ଘିଅ ଦେଇଛି। ଏବେ ଆମେ କଣ୍ଟିନ୍ୟୁ ଟିକେ ମିକ୍ସ କରିବା, ଆଉ ପୁରା ଡୋ ବନିଲା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବା, ଯେମିତି କରେଇକୁ ପୁରା ଯନ୍ତୁଣୀଟା ପୁରା ଛାଡ଼ିଯିବ ସେ ପର୍ଯ୍ୟନ୍ତ ଆଗ ଟିକେ ଆମେ ମିକ୍ସ କରିବା। ତ ଦେଖନ୍ତୁ ଧୀରେ ଧୀରେ ପୁରା ଆମର ଏଠି ଯନ୍ତୁଣୀ ବନି ବି ଗଲାଣି। ତ ଏବେ ଆମେ ଆକୁ ଗ୍ୟାସ୍ ଆଞ୍ଚକୁ ଏହି ସମୟରେ ଅଫ୍ କରିଦେବା। ଅଫ୍ କରି କିଛି ସମୟ ଆକୁ ଆମେ ଏବେ ଥଣ୍ଡା ହେବାକୁ ଦେବା। ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ବଢ଼ିଆ ଗୋଟେ ସ୍ମୁଥଲି ଆମର ଯନ୍ତୁଣୀ ବନିକି ରେଡ଼ି ହେଇଛି। ତ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ଆମର ଏବେ ପ୍ରସ୍ତୁତ କରିବା। ତ ଏବେ କ'ଣ କରିବେ ନା, ଏଇଠି ମୁଁ କିଛି ପନିର ନେଇଛି। ପନିର ବଦଳରେ ଆପଣମାନେ ଏଠି ନଡ଼ିଆ କୁର ବି ନେଇପାରିବେ। ତ କେବଳ ନଡ଼ିଆ କୁରରେ ଆପଣମାନେ ଯେମିତି ମଣ୍ଡା ପାଇଁ ବନାଉଛନ୍ତି ତା'ର ଷ୍ଟଫିଂଟା, ତ ସେଇଭଳି ପ୍ରୋସେସ୍ରେ ବନେଇ ପାରିବେ ଆପଣମାନେ। ତ ଏଠି ଯେହେତୁ ମୋ ପାଖରେ ଥିଲା, ଏଠି ପନିର ଥିଲା ବା ଛେନା ଥିଲା, ମୁଁ ସେଇଥିପାଇଁ ସେ ଛେନାକୁ ନେଇଛି। ଆଉ ସେଥିରେ 2 ଚାମଚ ଯେତିକି ମିଠା ଖାଇବେ ସେ ଅନୁସାରେ ଚିନି ଏଡ଼୍ କରିଦେବେ। ଆଉ ଡ୍ରାଇ ଫ୍ରୁଟ୍ ଆପଣମାନଙ୍କ ମନପସନ୍ଦ ଅନୁସାରେ ଏଡ଼୍ କରିବେ। କାଜୁ ମୁଁ ଅଳ୍ପ ଟିକେ ଏଡ଼୍ କରିଛି, ଆଉ ପୁଣି ଗୁଜୁରାତି ବା ଅଳେଇଚକୁ ଟିକେ କୁଟିକିରି ଏଡ଼୍ କରିଛି। ହାତ ସାହାଯ୍ୟରେ ଟିକେ ଆକୁ ଆମେ ମିକ୍ସ କରି ଟିକେ ସଫ୍ଟ ବନେଇଦେବା। ତ ଆପଣମାନେ ଚାହିଁଲେ ଆକୁ ଗ୍ୟାସ୍ ଆଞ୍ଚରେ ପୁରା ସ୍ଲୋ ଆଞ୍ଚରେ ବି ବନେଇକିରି, ମାନେ ଆକୁ ବସେଇକିରି ପୁରା ମିକ୍ସ କରିବି ପୁର ବନେଇ ପାରିବେ। କିନ୍ତୁ ମୁଁ ଏଇଭଳି ପ୍ରୋସେସ୍ ପୁରା ସିମ୍ପଲ୍ ତରିକାରେ ହିଁ ବନାଉଛି। ଆଉ ଯଦି ନଡ଼ିଆ କୁରରେ ବନାଉଛନ୍ତି ତାହେଲେ ଏଇଭଳି ପ୍ରୋସେସ୍ରେ ମିକ୍ସ ବି କରିପାରିବେ। ଆଉ ନହେଲେ ଚାହିଁଲେ ଆପଣମାନେ ତା'ର ପୁରଟା ବନେଇ ପାରିବେ, ଯେମିତି କାକରା ପିଠା ପାଇଁ ବନାଉଛନ୍ତି, ମଣ୍ଡା ପିଠା ପାଇଁ ବନାଉଛନ୍ତି, ସେଇଭଳି ପ୍ରୋସେସ୍ରେ ପୁର ବନେଇକିରି ବି এই ରେସିପିଟି ବନେଇ ପାରିବେ। ତ ସୁଜି ଯନ୍ତୁଣୀଟା ପୁରା ଥଣ୍ଡା ହେଇସାରିଲାଣି। ଏବେ ହାତ ସାହାଯ୍ୟରେ ଆମେ ପାଣି ହାତ ହେଇକିରି ଆକୁ ଭଲସେ ଟିକେ ମିକ୍ସ କରି ଗୋଟେ ଡୋ ବନେଇକି ରେଡ଼ି କରିବା, ବା ଟିକେ ଚକୁଟିକି ପୁରା ସଫ୍ଟ ବନେଇଦେବା। ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ସଫ୍ଟ ବନିଛି ପୁରା। ପାଣି ହାତ ହେଇକି ଚକୁଟିବେ, ନହେଲେ ଦେଖିବେ ମାନେ ଏମିତିରେ ତେଲ ହାତ ହେଇକି ବି ଆକୁ ପୁରା ସଫ୍ଟ ବନେଇ ପାରିବେ। ତ ଏବେ ଆମେ ସେଥିରୁ ଅଳ୍ପ ଅଳ୍ପ ପୋଷଣ ନେବା। ଯେତିକି ବଡ଼ ସାଇଜ୍ରେ ଆପଣମାନେ ପିଠାର ସେପ୍ ଦେବେ, ସେ ଅନୁସାରେ ସେଥିରେ ପୋଷଣ ନେବେ। ଆଉ ଦେଖନ୍ତୁ ଆପଣମାନଙ୍କୁ ମୁଁ ଗୋଲାକାର ସେପ୍ ଦେଇକରି ବନେଇକି ଦେଖେଇ ଦେଉଛି। ତ ଏବେ କ'ଣ କରିବା, ଯେମିତି ଆପଣମାନେ କାକରା ପିଠା, ମଣ୍ଡା ପିଠା ବନାଉଛନ୍ତି, ସେଇଭଳି ପ୍ରୋସେସ୍ରେ ଆକୁ ଗୋଲାକାର ସେପ୍ ଦେବେ ବା ଗିନା ଭଳି ଟିକେ ବନେଇଦେବେ। ଆଉ ଆମେ ଯେଉଁ ଷ୍ଟଫିଂଟା ରଖିଛନ୍ତି ଛେନା ପୁରର, ସେ ଛେନା ପୁରଟାକୁ ଆମେ ସେଥିରେ ଏଡ଼୍ କରିଦେବା। ଦେଖିବେ ଏ ଛେନା ପୁରକୁ ଦେଇକି ଆପଣମାନେ ଥରେ ବନେଇକି ଦେଖନ୍ତୁ ପିଠା, ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ଯଦି ଟେଷ୍ଟକୁ ବଢ଼େଇବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ, ମୁଁ ଏଠି ଡାଇରେକ୍ଟ ପନିର ଏଡ଼୍ କରିଛି, ତ ଆପଣମାନେ ଚାହିଁଲେ କ୍ଷୀରକୁ ଛିଣ୍ଡେଇକିରି ବି ଛେନା ବନେଇ ପାରିବେ। ତ ଏବେ କ'ଣ କରିବେ ନା, ତାକୁ ଆମେ ପୁଣି ଥରେ ଯେମିତି କାକରା ପାଇଁ ବନାଉଛନ୍ତି କି ମଣ୍ଡା ପିଠା ପାଇଁ ଏଠି ପେକ୍ କରୁଛନ୍ତି ପୁର ଦେଇକି, ସେଇଭଳି ପ୍ରୋସେସ୍ରେ ଆମେ ଟିକେ ପେକ୍ କରିଦେଇ ତାକୁ ଗୋଲାକାର ସେପ୍ ପୁଣି ଥରେ ଦେଇଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁଣି ଥରେ ହାତ ସାହାଯ୍ୟରେ ଟିକେ ଗୋଲାକାର ସେପ୍ ଦେଇଦେବେ। ତ ଆପଣମାନେ ଚାହିଁଲେ ଗୋଲାକାର ବି ଆକୁ ସେପ୍ ଦେଇ ବନେଇ ପାରିବେ। ଆଉ କିଛି ଡିଜାଇନ୍ ଦେବାକୁ ଚାହୁଁଛନ୍ତି ପିଠାରେ, ତାହେଲେ ବି ଦେଇପାରିବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମୁଁ 4ରୁ 5 ପିସ୍ ହିଁ ବନେଇଛି।
तो देखो पाखर भी देखा केते सुंदर पूरा देखा जमीक छेना बोल्स से ही देखा भारी स्वादिया लगे ये रेसिपीटी आपण मैंने घरे थरे मत ट्राए करूँ छोटू बड़ समस्ते पसंद करेंगे। तो ये सेम प्रोसेस रे सबुतक बनईदे बनईकि रेडी करदे। तो देखो आउ गोटे मुझे बनईदेली पुणी थे सेम प्रोसेस रे पैक करदे गोलाकार सेप देदेबा। तो आपण मान मन पसंद अनुसार आपण मैंने सेप दे पारे। तो देखो ये प्रोसेस पैक करदे पुणी थे हाथ साहाଯ୍य गोलाकार सेप देदेवी। तो केते बढ़िया पूरा गोलाकार सेप बनिकी रेडी होची देखो। आउ सेम प्रोसेस रे मुझे पूरा 5 पीस बनई दीची। आउ बाकी आपण मानक आउ गोटे डिजाइन भी बनईकी देखई दूची देखो से बड़ गोटे पोषण नवा आम तो नहीं ताकू पुणी थे गोलाकार सेप देदेबा। आउ आम बेलना बाड़ी पेड़ा साहाଯ୍य आपको आम बेलीदेवा। तो देखो ये प्रोसेस भी आपण मैंने सेप देकर बनई पारे। आमती तरीका जब बनइबे ताले जल्दी बनिकी रेडी हो जाए। तो मुझे ये सेपटा देली। तो ये प्रोसेस देखो तेल कि घी को टे लगेदेवे बेलना पेड़ा उपरे आगे बेलीदेवे। अधिका पूरा बहलिया रखिबेनी कि अधिका पतला रखिबेनी से भली प्रोसेस रे ताकू बेलिकी रेडी करेंगे। तो देखो ये प्रोसेस रे बेली सारिबा परे जेकोसी कटर हो कि ग्लास हो ग्लास साहाଯ୍य ताकू आम ए कटिंग करदेबा। तो देखो ये मो पाखे जेहेतु ग्लास थिला तो ग्लास साहाଯ୍य कटिंग करछि आपण माने चाहिले कटर साहाଯ୍य भी कटिंग करि परिबे। तो सेम प्रोसेस रे सबुतक ये प्रोसेस रे बेली देवा बेलिकी आम ए कटिंग करी रेडी करदेबा। फ्रेंड्स आपण मैंने फुल वीडियो वाच करके बनातु देखिए बहुत बढ़िया लगे रेसिपीटी। आपण मैंने जब प्रथम थर भी बनाऊँच ताहले भी देखिए परफेक्ट बनिकी रेडी हम। तो देखो आपण मैंने कटिंग कर सारा पर गोटे पीस आनिक देखा अधिक बहलिया नहीं कि अधिक पतला नहीं। आम कौन करवा से जो छेना पुरटा बनईकी रखी से आम एड करदे एड करें फोल्डिंग करदे। तो आपण मान मन पसंद अनुसार आपण मैंने सेप दे पारे। आ देखो ये प्रोसेस रे छेना पुर को से रखीदे पुणी थे फोल्डिंग करदे फोल्डिंग करी टिके प्रेस करदे। तो देखिए छेना पुरटा बाहर जिते बड़े आपको आम ए छाणीवा ना से समय छेना पुरटा बाहर आ खाଇବା भी बहुत भारी स्वादिया लगे। आपण मान मन पसंद अनुसार भी आपण मैंने सेप दे पारे। ये प्रोसेस रे सेप दे सारा पर मुझे कौन कली ना गोटे कंटा चामच साहाଯ୍य मुझे सेप देती। तो चलते आपण मानक आगू भी देखी मु। तो देखो ये प्रोसेस रे गोटे कंटा चामच ने फक गोटे ने देखो चारि साइड पूरा तार जो साइड रे आम चेपटा बन करथिले बा प्रेस करिकरी आम ताकू जॉइंट करथिले से साइडटारे ही आम ताकू ये प्रोसेस रे टिके सेप देदेबा। दे सारिबा परे ताकू देखंतु पुणी थे चामच साहाଯ୍य ताकू डिजाइन दबा। तो ये प्रोसेस रे आपण माने घरे ट्राए करंतु देखिए सुंदर भी देखा जिवो आ खाଇବା भी भारी स्वादिया लागिवो। आ एमिति भी आपको जदि छाणीकरी खाइबे ना चारि साइडटा तार जो डिजाइन ହେଇଛି देखिए क्रिप्सी रहइबो खाଇବା को बहुत टेस्टी लगे। तो देखंतु केते बढ़िया पूरा डिजाइनटा ହେଇଛି आपण मानको पाखरु भी देखौची। तो आपण मानको मन पसंद अनुसार आपण माने डिजाइन दियंतु। तो सेम प्रोसेस रे एबे सबुतक बनिक रे रेडी करदबा। तो आ गोटे पीस भी आपण मानको देखंतु मु सेम प्रोसेस रे मु सेतरे पुरो को भर देली आ टिके प्रेस कर देली चारि साइड पूरा देखंतु एबे प्रोसेस रे एमिति प्रोसेसटा करिबा द्वारा खोलिबनी भी जो फॉक साहाଯ୍य रे हम जो डिजाइनटा दउछन देखिबे बिल्कुल भी खोलिबनी तेल रे ऐड कला माने भी से पूरा डिजाइनटा बहुत बढ़िया बनिक रेडी हुए। तो देखंतु पुणी थरे सेम प्रोसेस ताकू प्रेस करिकरी आमे ताकू एबे डिजाइन टिके दे दबा। दे सारिबा परे पुणी थे सेम प्रोसेस रे फुल टाइप रो ही से डिजाइन दबा। तो आ गोटे साइडटा भी देखंतु मु एभली प्रोसेस रे टिके प्रेस कर दूची। तो देखंतु आ गोटे भी बनिकी रेडी भी हो सारानी। आ जदि टिके फुल भली बनैया को चाहूचंदी पुणी थरे देखंतु चामच साहाଯ୍य टिके सेप दे देबे। तो आपण मैंने घरे आपको निहाती ट्राए करूँ केमती लगे कौन आपण मान अनुभूति मो सहित सेयार करूँ। फ्रेंड्स आपण मैंने जब वीडियो मोर पसंद आसो सांग मानक सेयार करूँ लाइक करूँ। चैनल जब नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथमे आपण मानक पहुँचो। एमती इजी इजी वीडियो नहीं आसबि आपण मैंने देखिए घरे आपको निहाती ट्राए करूँ। आ देखो केते बढ़िया पूरा देखा भी जाऊँगी केते बढ़िया फुल भली डिजाइन होती। तो सबुतक मु सेम प्रोसेस रे बनिक ये रेडी करदेली। आ देखो केते सारा बनिक रेडी होती आम गोटे छोट गिना सुजी रे बनईले किंतु केते सारा बनिक रेडी होती। तो ये चलतु आपको आम ए साइड रखीदे आम आग प्रणाली प्रस्तुत करवा। प्रथमे कौन करवा ना ये गोटे बाउल नवा से आम एड करदे जो गिनारे आम गोटे गिना सुजी नहीं से गिनारे ही गोटे गिना मु चीनी नहीं आ गोटे गिना से पानी को एड करदे आ अलैच अल्प टिके एड करदे क्रश करी
ଏଇଭଳି ଅଳେଇଚ କରିବା ଦ୍ୱାରା ଦେଖିବେ ଫ୍ଲେଭରଟା ତା'ର ବହୁତ ବଢ଼ିଆ ଆସିବ। ତ ଏବେ ଆମେ କ'ଣ କରିବା ନା ଚିନି ଶିରାକୁ ଟିକେ ଆମେ ଫୁଟିବାକୁ ଦେବା। ତ ଦେଖନ୍ତୁ ଆକୁ ଆମେ କିଛି ତାର ବନେଇବା ଦରକାର ନାହିଁ, କେବଳ ହାତକୁ ଯେମିତି ରିଫାଇନ୍ ଅଏଲ୍ ଲାଗୁଛି ନା ସେଇଭଳି ପ୍ରୋସେସ୍ ପର୍ଯ୍ୟନ୍ତ ହିଁ ଆକୁ ବନେଇବା। ଦେଖିବେ ଏଇଭଳି ଚାମଚ ସାହାଯ୍ୟରେ ବାହାର କରିବେ, ହାତରେ ତାକୁ ଟଚ୍ କରିବେ ତ ଦେଖିବେ ରିଫାଇନ୍ ଅଏଲ୍ ଭଳି ଯଦି ଲାଗୁଛି ତାହେଲେ ଜାଣିଦେବେ ଯେ ପରଫେକ୍ଟଲି ଆମର ଶିରାଟା ବନିକି ରେଡ଼ି ହେଇସାରିଛି। ଯେମିତି ଆପଣମାନେ ଗୋଲାପ ଜାମୁନ ପାଇଁ ବନାଉଛନ୍ତି ନା ସେଇଭଳି ପ୍ରୋସେସ୍ରେ ହିଁ ବନେଇକି ରେଡ଼ି କରିବେ। ତ ଚିନି ଶିରା ବନିକି ଗଲାଣି, ସାଇଡ଼୍ରେ ଏବେ ରଖିଦେବା। ଏବେ କ'ଣ କରିବା ନା ଗୋଟେ ପ୍ୟାନ୍ରେ କିଛି ତେଲ ନେବା, ସେଇଥିରେ ଆମେ ଯେଉଁ ବନେଇଛନ୍ତି ପିଠାଟାକୁ ସେଇ ପିଠାକୁ ସେଇଥିରେ ଆମେ ଏଡ଼୍ କରିବା। ତ ଦେଖିବେ ଏଇ ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ହିଁ ରଖିବେ। ଯେହେତୁ ଆମେ ସିଝେଇବା ଆଉ କିଛି ଦରକାର ନାହିଁ, କେବଳ ଏଇ ଯେଉଁ ପିଠାଟାକୁ ଆମେ କ୍ରିସ୍ପି ବନେଇବା। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି କଲର୍ ରଖିପାରିବେ, ମାନେ ଅଧିକା ଦେଖିବେ ଗୋଲ୍ଡେନ୍ କଲର୍ ବି ରଖିପାରିବେ କି ଦେଖିବେ ମାନେ କମ୍ ଗୋଲ୍ଡେନ୍ କଲର୍ ରଖି ବି ଛାଣିପାରିବେ এই ପିଠାଟିକୁ। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ଆମେ ତାକୁ ଓଲଟେଇ ଦେବା। ତ ଦେଖନ୍ତୁ ଗୋଟେ ସାଇଡ଼୍ଟି ପୁରା ଫ୍ରାଏ ବି ହେଇସାରିଛି। ଫ୍ରେଣ୍ଡସ୍ ଆପଣ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି କେତେ ବଢ଼ିଆ ଆମ ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଆଉ ଯଦି ଏଇ ରେସିପିଟି ଆପଣମାନେ ଘରେ ବନାଉଛନ୍ତି ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ, ଆଉ କେମିତି କ'ଣ ଟେଷ୍ଟ ଲାଗିଲା ନିଶ୍ଚୟ ଜଣେଇବେ। ତ ଦେଖନ୍ତୁ ଫାଇନାଲି ଆମର ରେସିପିଟି ବନିକି ରେଡ଼ି ବି ହେଇସାରିଲାଣି ବୋଲେ ଚଳେ, କେତେ ବଢ଼ିଆ ପୁରା କଲର୍ ବି ଆସିଛି। ଆଉ ଏମିତିରେ ବି ଆପଣମାନେ ଆକୁ ଖାଇପାରିବେ। ତ ଚିନି ଶିରା ଆମେ ବନେଇଛନ୍ତି, ଚିନି ଶିରାରେ ମୁଁ ଏଡ଼୍ କରିବି, କିନ୍ତୁ ବିନା ଚିନି ଶିରାରେ ବି এই ପିଠାଟି ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ଯେହେତୁ ଆମେ ଅଳ୍ପ ଟିକେ ସେଥିରେ ଚିନି ବି ଏଡ଼୍ କରିଥିଲେ 2 ଚାମଚ, ପୁଣି ସେଥିରେ ଆମେ ଏଡ଼୍ କରିଥିଲେ ଅଳ୍ପ ଟିକେ ଲୁଣ ଏଡ଼୍ କରିଥିଲେ, ତ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆଉ ଏମିତିରେ ନ ଛାଣିକିରି ଆକୁ ଯଦି ଆପଣମାନେ ସିଝେଇକିରି ବି ଖାଇବେ ତ ଷ୍ଟିମ୍ ଦେଇକି, ତାହେଲେ ବି ଦେଖିବେ ଟେଷ୍ଟ ଲାଗେ ବହୁତ ବଢ଼ିଆ। ତ ଯେହେତୁ ଆଜି ମୁଁ ଆପଣମାନଙ୍କୁ ଏଇଭଳି ପ୍ରୋସେସ୍ରେ ଗୋଟେ ସେୟାର କରିବାକୁ ଚାହିଁଲି ରେସିପିଟି, ତ ମୁଁ ସେଇଥିପାଇଁ ଆକୁ ସିଝେଇନି, କିନ୍ତୁ ଆଉ ଗୋଟେ ଥର ଯେବେ ବି ନେକ୍ସଟ ଟାଇମ୍ ବନେଇବି ତ ଆପଣମାନଙ୍କୁ ସେଇ ପ୍ରୋସେସ୍ଟା ବି ଦେଖେଇବି କେମିତି କ'ଣ ବନେଇବେ। ତ ଦେଖନ୍ତୁ ଏ ପୁରା ଛାଣି ସାରିବା ପରେ ଆମେ ତାକୁ ଗରମ ଗରମ ଚିନି ଶିରାରେ ଏଡ଼୍ କରିଦେବା। ଆଉ ଗୋଟେ ଷ୍ଟେପ୍ ବନିଲା ପର୍ଯ୍ୟନ୍ତ ଚିନି ଶିରାକୁ ତାକୁ ଏବଜର୍ଭ ହେବାକୁ ଦେବା। ଆଉ ଗୋଟେ ଯେତେବେଳେ ଷ୍ଟେପ୍ଟି ବନିଯିବ ସେ ଚିନି ଶିରାରୁ ବାହାର କରି ଆମେ ଗୋଟେ ପ୍ଲେଟ୍ରେ ରଖିଦେବା। ଆଉ ଯେ ଏ ଷ୍ଟେପ୍ଟା ବି ଦେଖନ୍ତୁ ଆମର ବନିକି ରେଡ଼ି ବି ହେଇସାରିଲାଣି, ଗୋଟେ ସାଇଡ଼୍ ଟିକେ ହାଲକା ଫ୍ରାଏ ହେଇସାରିଲା। ତ ଏବେ କ'ଣ କରିବା ନା ତାକୁ ସେଇ ଯେଉଁ ଫାର୍ଷ୍ଟ ଷ୍ଟେପ୍ରେ ଆମେ ଯେଉଁ ଚିନି ଶିରାରେ ଏଡ଼୍ କରିଥିଲେ ପିଠାଟା ତାକୁ ବାହାର କରିକିରି ଦେଖନ୍ତୁ ମୁଁ ଏଠି ଗୋଟେ ପ୍ଲେଟ୍ରେ ରଖିଦେଲି। ଆଉ ଏବେ ଯେଉଁ ଷ୍ଟେପ୍ଟା ବନେଇଲି ତାକୁ ସେଥିରେ ଏଡ଼୍ କରିଦେଲି। এইଭଳି ପ୍ରୋସେସ୍ରେ ଗୋଟେ ଷ୍ଟେପ୍ ପର୍ଯ୍ୟନ୍ତ ବନାଉଥିବେ, ପୁଣି ଥରେ ଚିନି ଶିରାରେ ଏଡ଼୍ କରୁଥିବେ, ବାହାର କରି ପୁଣି ଥରେ ରଖୁଥିବେ। এইଭଳି ପ୍ରୋସେସ୍ରେ ସବୁତକ ବନେଇକି ରେଡ଼ି କରିବା। ଆଉ ଦେଖନ୍ତୁ ଗୋଲାକାର ସେପ୍ ଯେଉଁ ଦେଇଥିଲି ତାକୁ ବି ବନେଇକି ରେଡ଼ି କରିଦେଲି। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ବହୁତ ବଢ଼ିଆ ଜୁସି ପିଠା ମିଠା ଏ ଦୁଇଟା ରେସିପି ଆପଣମାନେ ଗୋଟେ ଭିଡ଼ିଓରେ ପାଇବେ। ବହୁତ ବଢ଼ିଆ ଲାଗେ ଏ ରେସିପିଟି, ତ ଆପଣମାନେ ଘରେ ଆକୁ ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ ଅଳ୍ପ ଟିକେ ମୁଁ ପିସ୍ତା ବାଦାମ ଏଡ଼୍ କରିଛି, ଏଇଟା ପୁରାପୁରି ଅପସନାଲ୍ ଅଛି। ଆଉ କେତେ ସୁନ୍ଦର ବି ଦେଖାହେଉଛି, ପୁରାପୁରି ସଫ୍ଟ ଥିଲା, ଯେମିତିକି ପାଟିରେ ଏଡ଼୍ କରୁ କରୁ ପୁରା ମିଳିଯିବ। ଆଉ ଥରେ ବନେଇଲେ ଦେଖିବେ ମାନେ ଗୋଟେ ସପ୍ତାହ ତ ନିହାତି ଆକୁ ବନେଇ ଖାଇବା ପାଇଁ ପସନ୍ଦ କରିବେ। ଆଉ ଯେତେବେଳେ ପିଠା ଖାଇବାକୁ ଇଚ୍ଛା ହେବ କି ମିଠା ଖାଇବାକୁ ଇଚ୍ଛା ହେବ ତାହେଲେ ଏଇ ରେସିପିଟି ହିଁ ମନେ ପଡ଼ିବ। ବହୁତ ବଢ଼ିଆ ଲାଗୁଥିଲା, ଯେହେତୁ ଭିତରେ ଛେନାର ବି ଷ୍ଟଫିଂ ଅଛି, ତ ବାହାରୁ ପୁରା ଜୁସି ବି ଥିଲା, ଭିତରେ ବି ଜୁସି ଥିଲା, ବହୁତ ବଢ଼ିଆ ଲାଗୁଥିଲା। ତ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ପିଠା ମିଠା ଆମର ବନିକି ଫାଇନାଲି ରେଡ଼ି ବି ହେଇସାରିଲାଣି। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆପଣମାନେ ମୋତେ ନିହାତି କମେଣ୍ଟ କରି ଜଣେଇବେ। ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଦେଖନ୍ତୁ ପାଖରୁ ବି ଦେଖେଇ ଦେଉଛି ଆପଣମାନଙ୍କୁ ଗୋଟେ କେତେ ବଢ଼ିଆ ପୁରା ଡିଜାଇନଟା ବି ତା'ର ହେଇଛି। ଆଉ ଖଣ୍ଡ କରି ବି ଦେଖେଇଦେବି କେତେ ପୁରା ଜୁସି ବନିଛି। ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି ଖଣ୍ଡ କରିକିରି, ପୁଣି କେତେ ବଢ଼ିଆ ପୁରା ସେ ଜଲ୍ଦି ଚିନି ଶିରାକୁ ପୁରା ଆବଜର୍ଭ କରିଦେଇଥିଲା। ଯେହେତୁ ମୁଁ ଗୋଟେ ଷ୍ଟେପ୍ ବନିଲା ପରେ ଆଉ ଗୋଟେ ଷ୍ଟେପ୍ ସେଥିରେ ଏଡ଼୍ କଲା ଭିତରେ ଦେଖନ୍ତୁ କେତେ ବଢ଼ିଆ ପୁରା ସେ ଚିନି ଶିରାକୁ ଆବଜର୍ଭ କରିଛି। ଆଉ କେତେ ପୁରା ଜୁସି ବନିଛି ଆମର ପିଠାଟି। ତ ଆପଣମାନେ ଏଇ ତରିକାରେ ଘରେ ଟ୍ରାଏ କରନ୍ତୁ, ଦେଖିବେ ମାନେ ପ୍ଲେଟ୍ରେ ଆପଣମାନେ ବନେଇକି ରଖୁ ରଖୁ ମାନେ ଫିନିଶ୍ କରିଦେବେ। ଆଉ ଦେଖିବେ ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ତ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।